ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ଶ୍ରୀ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ +3 ଫାର୍ଷ୍ଟ ସେମିଷ୍ଟାରର ସେଇ ଏନଭାରମେଣ୍ଟାଲ ଷ୍ଟଡି। ଓକେ, ପୂର୍ବରୁ 5ଟା ଲଙ୍ଗ କୋଶ୍ଚିନ୍ ଆଲୋଚନା ହେଇଛି। ଏଇଟା 6 ନମ୍ବର କୋଶ୍ଚିନ୍। ଓକେ, ଦେଖ, ମୃତ୍ତିକା ମଣ୍ଡଳ କାହାକୁ କୁହାଯାଏ? ମୃତ୍ତିକା ମଣ୍ଡଳର ପ୍ରକାରଭେଦ ବର୍ଣ୍ଣନା କର। ମୃତ୍ତିକା ମଣ୍ଡଳ ପୃଥିବୀର କଠିନ ପୃଷ୍ଠଭାଗକୁ ଭୂତ୍ୱକ କୁହାଯାଏ। ଏହା ସାଧାରଣତଃ ସିଲିକନ୍, ମ୍ୟାଗ୍ନେସିୟମ୍, ଆଲୁମିନିୟମ୍ ଆଦି ଯୌଗିକ ପଦାର୍ଥଗୁଡ଼ିକ ଦ୍ୱାରା ଗଠିତ। ଏହାକୁ ମୃତ୍ତିକା ମଣ୍ଡଳ କୁହାଯାଏ। ମୃତ୍ତିକା ମଣ୍ଡଳ ଶ୍ରେଣୀବିଭାଗ। ମୃତ୍ତିକାକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି: ଭୌତିକ ପ୍ରକାରଭେଦ, 2ରେ ଭୂତାତ୍ତ୍ୱିକ ପ୍ରକାରଭେଦ। 1ରେ ଭୌତିକ ପ୍ରକାରଭେଦ। ଭୌତିକ ପ୍ରକାରଭେଦରେ ମୃତ୍ତିକାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। କ. ସରୁଗୋଡ଼ି ମୃତ୍ତିକା। ଏହି ମୃତ୍ତିକାର ଦାନାଗୁଡ଼ିକ ଆକାରରେ ଗୋଡ଼ି ପରି ବଡ଼ ଅଟନ୍ତି। ମୃତ୍ତିକା ଦାନାର ବ୍ୟାସ 1ରୁ 2 ମିମି ମଧ୍ୟରେ ହୋଇଥାଏ। ଖ. ମୋଟା ବାଲିଆ ମୃତ୍ତିକା। ଏହି ମୃତ୍ତିକା ମୋଟା ବାଲିଯୁକ୍ତ। ଏହାର ବ୍ୟାସ 0.5 ମିମିରୁ 1 ମିମି ମଧ୍ୟ ହୋଇଥାଏ। ଗ. ମଧ୍ୟମ ବାଲିଆ ମୃତ୍ତିକା। ଏହି ମୃତ୍ତିକା ଦାନାଗୁଡ଼ିକର ବ୍ୟାସ 0.25 ମିମିରୁ 0.5 ମିମି ମଧ୍ୟ ହୋଇଥାଏ। ଘ. ସରୁ ବାଲିଆ ମୃତ୍ତିକା। ଏହି ମୃତ୍ତିକା ଦାନାର ବ୍ୟାସ 5.05 ମିମି ଠାରୁ 0.25 ମିମି ମଧ୍ୟ ହୋଇଥାଏ। ଙ. ଅତି ସରୁ ବାଲିଆ ମୃତ୍ତିକା। ଏହି ମୃତ୍ତିକା ଦାନାର ବ୍ୟାସ 5.05 ମିମି ଠାରୁ 0.10 ମଧ୍ୟରେ ହୋଇଥାଏ। ଚ. ମଟାଳ ମୃତ୍ତିକା। ଏହି ମୃତ୍ତିକା ଉର୍ବର ଅଟେ। ବିଭିନ୍ନ ଜୈବିକ ଉପାଦାନ ଏଥିରେ ଦେଖିବାକୁ ମିଳିଥାଏ। ଛ. ଦୋରସା ମୃତ୍ତିକା। ବାଲି ଓ ମଟାଳ ଅଂଶ ସମ ପରିମାଣରେ ରହି ଏହି ମୃତ୍ତିକା ଗଠନ ହୋଇଥାଏ। ଜ. ପଟୁ ମୃତ୍ତିକା। ଏଥିରେ ବହୁ ପରିମାଣର ଜୈବିକ ଉପାଦାନ ରହିଥାଏ। ମାଟି ଦାନାଗୁଡ଼ିକ ଅତି ଛୋଟ ଛୋଟ ଆକାରରେ ହୋଇଥାଏ। ଜ. ମଟାଳ ଦୋରସା ମୃତ୍ତିକା। ମଟାଳ ଅଂଶ ବହୁ ଓ କମ୍ ପରିମାଣର, ଦୋରସା ଅଂଶରେ ଏହି ମୃତ୍ତିକା ଗଠିତ ହୋଇଥାଏ। ଅ. ପଟୁ ଦୋରସା ମୃତ୍ତିକା। ପଟୁ ଅଂଶ ବହୁତ ଏବଂ କମ୍ ଭାଗ ଦୋରସା ରହି ହୋଇଥିବା ମୃତ୍ତିକା ଏହି ଶ୍ରେଣୀୟ ଅଟେ। 2. ଭୂତାତ୍ତ୍ୱିକ ପ୍ରକାରଭେଦ। ଭୂତାତ୍ତ୍ୱିକ ପ୍ରକାରଭେଦରେ 2 ଶ୍ରେଣୀର ମୃତ୍ତିକା ଦେଖାଯାଏ। କ. ଅନପସୃତ ମୃତ୍ତିକା। ଏହାକୁ ଅବଶିଷ୍ଟ ମୃତ୍ତିକା ମଧ୍ୟ କୁହାଯାଏ। କୌଣସି ସ୍ଥାନରେ ଶିଳା କ୍ଷୟପ୍ରାପ୍ତ ହୋଇ ସେଠାରେ ଯେଉଁ ମୃତ୍ତିକାର ଆସ୍ତରଣ ସୃଷ୍ଟି ହୁଏ ତାହାକୁ ଅବଶିଷ୍ଟ ମୃତ୍ତିକା କୁହାଯାଏ। ଖ. ଅପସୃତ ମୃତ୍ତିକା। ଏହାକୁ ପରିବାହିତ ମୃତ୍ତିକା ମଧ୍ୟ କୁହାଯାଏ। ନଦୀ ସ୍ରୋତ, ବୃଷ୍ଟିଜଳ, ବାୟୁ ପ୍ରବାହ, ହିମପ୍ରବାହ ଇତ୍ୟାଦି ଦ୍ୱାରା ଶିଳାରେଣୁ ସ୍ଥାନାନ୍ତରିତ ହୋଇ ଅନ୍ୟ ସ୍ଥାନରେ ଜମା ହୋଇ କାଳକ୍ରମେ ମୃତ୍ତିକା ଗଠନ କରିଥାଏ। ଏହାକୁ ଅପସୃତ ମୃତ୍ତିକା କୁହାଯାଏ। ଗ. ଆକର୍ଷିତ ମୃତ୍ତିକା। ପାର୍ବତ୍ୟାଞ୍ଚଳ ଶିଳାକ୍ଷୟ ହୋଇ ନିମ୍ନଗାମୀ ହୋଇଥାଏ। ଏଥିରେ ଗଠିତ ମୃତ୍ତିକାକୁ ଆକର୍ଷିତ ମୃତ୍ତିକା କୁହାଯାଏ। ଘ. ଜଳବାହିତ ମୃତ୍ତିକା। ଜଳ ଦ୍ୱାରା ସୃଷ୍ଟି ହୋଇଥିବା ମୃତ୍ତିକା। ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ନଦୀ ସ୍ରୋତର ପ୍ରଭାବରେ ଶିଳାକ୍ଷୟ ହୋଇ ଆଲୁଭିଆଲ୍ ମୃତ୍ତିକା ଗଠନ ହୋଇଥାଏ। ଶିଳା ଓ ଚୂର୍ଣ୍ଣଗୁଡ଼ିକ ନଦୀ ଦ୍ୱାରା ସ୍ଥାନାନ୍ତରିତ ହୋଇ ସମୁଦ୍ର ମଧ୍ୟରେ ପଡ଼ନ୍ତି। ଏଥିରୁ ଗଠିତ ମୃତ୍ତିକା ଜଳବାହିତ ମୃତ୍ତିକା କୁହାଯାଏ। ଏଇଠି ଭିଡ଼ିଓଟି ସରିଯାଇଛି। ଏଇଟା ଆମର ଥିଲା ଗୋଟେ ଲଙ୍ଗ କୋଶ୍ଚିନ୍। ଓକେ, ମୃତ୍ତିକା ମଣ୍ଡଳ କାହାକୁ କୁହାଯାଏ, ତାପରେ ଏକ ଲଙ୍ଗ କୋଶ୍ଚିନ୍ ଥିଲା। ଜୟ ଜଗନ୍ନାଥ।